हेलो गाइस नमस्कार। आज आम बाहरी जाऊँ मंदिर आड़े आ सका मैडम टी रागि जाते जहाँ बुझे बहुत कष्ट भी बुझेली बुझला से राजी है राजी है मो सहित से चलती सहित भी आहरी भी किसी चलती कटी झील भी सी चलती और सेपटे भाणीजी गोटे जो समस्त आसिक पूर्व मैडम आम ये गोड़ दौरान कड़े कड़े आम ठाकुर पाखे अड़ी कर राग टे शांत कर नना को भी नना देखिपे नना को भी कहती नना ठीक है देखिपे बस माँ नना कौन काम कर मैडम से अनुसार नना धर्म ठाकुर पाखे फूल दौरान बहुत खुशी मैडम प्राय चेंज हो आज फल से बहुत कष्ट ही आसी मंदिर आज जागर देखिपे मैडम बहुत रागी थे टे मन खुशी खुशी लगुच सुंदर ही लगुच बहुत सुंदर ही लगुच बहुत कम सर मंदिर भितर पड़े की जाऊँ देखिए भाई साइड भिड़ भी बहुत लगी आस देखिए धीरे 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 आस लगे देखा जाऊन ना ये भितर ही दीप लगे दीप हम तो रही ना रात सारा ही परिवर्तन होती भल भाव देखिपे कल सी बुलूँ मंदिर पूरा ही बुलूँ मैडम सरीगला पूजा एवं से फेरुंट निज घर को खुशी ही लगुच पूरा मेला ही बुल बहुत खुशी लगुच बहुत ही लोग बर्तमान चली मैडम आमर पूजा सारिकी भोग भी डला धरती नना भलसे पूजा कला ना सैनिक तू आगे हो कहीं हाँ तू कहीं आगे हो दौड़ी पड़ेगा दौड़ी 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 पड़ेगा सी आम सहित छुआ आसला दौड़ी पड़ा भूक देला रागी गोटे हूँ संकल्प करनु हम आसु आगर से ही पलि गले सांग 6-7 टी भेट होगा टे कथा होती से टोटाल ही मत छाड़ दे पलि आस पूरा टे आगर ही चलते पाख दौड़ापी पड़ो जना हो आसी धरी घर धरी एत शीघ्र पलि आसला घर को मामू घर मत छाड़ दे आसते बाटर मुझे खोजी 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 चलती मुझे मामू घर गले कि नानी घर गले पाखर टोटाल से देखा आस पहुँची सजेब ना कौन नापी सजेब ना भाज कर सन्ध्या जीव ना बेणु सुझीब ना कौन कह पचार दियो पचार दियो राति सारा कौन जाड़ ना से मुझे बैग रांधि दीप मुझे बैग रांधि कलर दीप गोटे कलर से बैग देखो से बैग देखो से बैग
ହଁ ମୋର ଘରେ ଏଟା ହେଉଛି ମାମୁଁର ଘର। ଆମେ ତାଙ୍କ ଘର ପାଖକୁ ଆସି ପହଞ୍ଚିଯାଇଛୁ। ଦେଖ ରାସ୍ତାରେ ଛିଡ଼ା ହେଇଛୁ। ଦେଖନ୍ତୁ କେମିତି ଲୋକ ପୁରା ଲାଇନ୍ ଦେଇଛନ୍ତି ଜାଗର ପାଇଁ। ବହୁତ ଲୋକ ହିଁ ହେଉଛନ୍ତି ଏଠି। ଆପଣ ପ୍ରତ୍ୟେକ ବର୍ଷ ବି ଏଠି ଆସି ଆଉ ଜାଗର ତ ଦେଖେଇଲି, ମନ୍ଦିର ଦେଖେଇଲି, ଲୋକ ବି କେମିତି, ଆଉ ଦୋକାନ ବି ବହୁତ ବସିଛି। ବହୁତ ଭଲ ଲାଗୁଛି, ଲୋକ ପ୍ରବଳ ଲୋକ ଭାଇ। ଥରେ ଆସି ବୁଲିକି ଯାଆନ୍ତୁ। ମାନେ ଭାଇ ବହୁତ ଭିଡ଼ ଲାଗୁଛି। ଆପଣମାନେ ପ୍ରତ୍ୟେକ ବର୍ଷ ଆସନ୍ତୁ ଏଠି ମନ୍ଦିର ଦୀପ ଜାଳି ଯାଆନ୍ତୁ। ମହାଶିବରାତ୍ରି ଦେଖିଦିଅନ୍ତୁ, ମାନେ ଲୋକମାନେ ଭାଇ ବହୁତ ହିଁ ଲୋକ, ମାନେ ଏତେ ଲୋକ ହିଁ ଆମେ ଜାଣିନଥିଲୁ ଯେ ଏ ମେଳାରେ ଏତେ ଲୋକ ହେବେ। ଏବେଠୁ କ'ଣ କିଣାକିଣି ଆରମ୍ଭ କରିଦେବ ନା? ହଁ ହଁ ତୁ ନେବୁ କିଣିକି? ଏ ଦୋକାନଟା ଟୋଟାଲ୍ ନେଇ ଯାତା ଉଠେଇ ହେଲା। ତୁ ବୁଝି ଦେଖାଯାଉଛି ନା? ପୁରା ଦୋକାନଟା ନେଇଯିବୁ ନା ଟୋଟାଲ୍ ଏ ମେଳାଟାକୁ ନେଇଯିବୁ। ଏତେ ବଡ଼ ବଡ଼ ମେଳା ଲାଗିଛି, ନେଇପାରିବୁ କି ମେଳାଟାକୁ? ବହୁତ ଖୁସି ବି ଅଛ ଆଜି। ମ୍ୟାଡ଼ାମ୍ ବି ପଳେଇ ଆସୁଛନ୍ତି ଆଜି ଟିକେ ବୁଲାବୁଲି କରିବେ, କାହିଁକିନା ରାଗି ଯାଇଥିଲେ ସିଏ। ଆଉ ଟିକେ ମଝିରେ ଟିକେ ସମସ୍ୟା ହେଇଥିଲା। ଟିକେ ମୁଁ ଯାହା ଭାବୁଛି ସମସ୍ୟା ଟିକେ ପରିବର୍ତ୍ତନ ଲାଗୁଛି। ତେଣୁ ସିଏ ପଳେଇ ଆସୁଛନ୍ତି। କାହା ପାଇଁ ନେବ ତାକୁ ସବୁ କିଣିକି? ନୂଆ ବୋଉ ପାଇଁ ନେବନି କିଛି? ଟିକେ ଗୋଟେ କିଛି ନେଇକି ଯାଉନ ନାଇଁ, ଟିକେ ଘର ଅଛି। ତାକୁ ତ ଆଣିଲନି, କିଛିଟା ନେଇଛ ତ ନାଇଁ କିଣିକି? ହଁ ଦେଖୁଛ ପାରୁଥିବେ ଆପଣ କି ରାଗ କହିଲା ବେଳକୁ। କେଉଁଠି ହଜି ଯାଇଛନ୍ତି, ମୁଁ ଖୋଜୁଛି ଏତେ ଭିଡ଼ ଭିତରେ ଆଉ ହିଁ ନାହିଁ। ମୁଁ ଚାଲିଛି, ମେଳା ବେଳା ବି ସରି ନାହିଁ। ରାତି ବି ଗୁଡ଼ାଏ ହେଇଗଲାଣି। କେତେବେଳେ ଘରକୁ ଫେରିବୁ। ମ୍ୟାଡ଼ାମ୍ ବି ଚାଲିଛନ୍ତି ସାଇଡ଼୍ରେ, ମାନେ ଖାଲି ଘର ହେଇକି ଅନେଇକି ପୁରା ଚାଲିଛନ୍ତି। ଗୋଟା ଢଗା ଆଖି କାଢ଼ି ଚାଲିଛନ୍ତି। ଚାଲିଛି ମେଳା ବେଳା। ଉପାସରେ କହୁଛନ୍ତି ଆଖି ବାହାରିଗଲା। କହୁଛି ନୂଆ ବୋଉ ପାଇଁ ଟିକେ କିଛି ନେଇ ଚାଲ, ଆଉ ଶୁଣିବାର ନାହିଁ ମୋ କଥା। ଖାଲି କହିଲା ବେଳକୁ ରାଗୁଛନ୍ତି। ଆଉ କିଛିଟା ଟିକେ ନେଇଯାଅ, ଶୁଣିବାର ନାହିଁ। ରାଗିଥିଲେ ତ ଛୋଟ ଛୁଆ ଖଇ ଦେଉଛନ୍ତି। ବି ଟିକେ ଦେଖେଇ ଦିଅନ୍ତୁ ଟିକେ। ଦେଶ ପୁରା ରାଗି ହେଇଛନ୍ତି ନା, ନୂଆ ବୋଉ ଆସିଛି ବୋଲି ରାଗି ହେଇଛନ୍ତି। ତାଙ୍କୁ ଖଇକି ତାଙ୍କ ମନ ଟିକେ ଶାନ୍ତ କରିଦିଅ। ଆଉ ନାହିଁ ସେତିକ। ଏବେ ଯିବା ଜାଳିବା ପାଇଁ, ଦୀପ ଜାଳିବା ପାଇଁ ଯିବ ତ ମୋ ସହିତ? ଚାଲ ସବୁ ଯିବା। ଆମେ ଦୀପ ଜାଳୁଛନ୍ତି ବସିକି। ନୂଆ ଭାଉଜ হবে ନା? ହଁ ଭାଉଜ হবে ନା? ଭାଉଜ ନଣନ୍ଦ କେତେ ଖୁସି ହଉଛନ୍ତି, ଅଟକୁଛନ୍ତି ବହୁତ। କିନ୍ତୁ ଆମେ ରାତିରେ ରହିବୁନି, ଘରକୁ ପଳେଇ ଯିବୁ। କିନ୍ତୁ ବହୁତ ମନ ଦୁଃଖ ହିଁ କରୁଛନ୍ତି। ଆଉ ଦୁଃଖ କଲେ କ'ଣ କରିବ? ଆମେ ତ ଏକା ସେ ଏକା ନା। ଯାହା ବୁଲାବୁଲି କିଛି ଆମେ କଲୁ, ବହୁତ ଭଲ ବି ଲାଗିଲା ଆମର ଏପଟ ଏରିଆରେ। ଆଉ ଏବେ ଦୀପ ଜାଳିକି ଆମେ ଫେରିଲୁ। ବହୁ ରାତି ବି ଗୁଡ଼ା ହେଇଯାଇଛି। ଆମେ ଏଇ ରାତିରେ ହିଁ ପଳେଇଯିବୁ। ସକାଳ ହବ ପ୍ରାୟ ଘର ହିଁ ପହଞ୍ଚିବୁ ଆମେ। ବାବୁ ପଳେଇଗଲେ କାମରେ ପଳେଇଗଲେ ନା? ଶାଗ ଗଲେଣି? ହଁ ଭୋରୁ ରାତି ପଳାଣି। ଆଉ ଶାଗ କାଟି ହେଇନି, ପୁଣି ସକାଳେ ପୁଣି ବେପାର କରିବେ। ସବୁଆଡେ ସେ ସବୁଆଡେ କଥା ହଉଛନ୍ତି। ଆମେ ଟିକେ ଶୁଣିଦବା, ଆଉ ସମସ୍ତେ ବି ଶୁଣି ଦିଅନ୍ତି। ଆଉ ମ୍ୟାଡାମ୍ ବି ଟିକେ ରାଗି ଥିଲେ। ସବୁ ଭାଉଜ ସବୁ ଦେଖିଲା ପରେ ତାଙ୍କ ମନ ବି ଟିକେ ଖୁସି ହେଇଛି, କାହିଁକିନା ସେ ମାମୁଁ ଘରୁ ଆସନ୍ତି ତ। ଆମ ଏରିଆକୁ ତ ଯାଇନୁ, ଗୋପାଳପୁର ଲାଇନ ସେପଟକୁ ତଳଟା, ମାନେ ଏଇ ପଟରେ ସବୁ ବେପାର କରୁଛୁ। ଅଛନ୍ତି ନା ମୁଦିକାରେ? ଯାହା ଭାଉଜ ଗଲେ ଆମ ଗାଁକୁ ଦେଖିବେ, ଆଉ ସମସ୍ତେ ଦେଖିବେ, ଆମେ ବି ଭଲ କି ଟିକେ ଦେଖିବା। କଣ ନଉଛ? ଆମ ମନ୍ଦିର ଭିତରେ ବସୁଛନ୍ତି ନନାଙ୍କ ପାଖରେ। ମନ୍ଦିର ଟିକେ ବୁଲିବୁ ସବୁଆଡ଼େ। ପ୍ରତ୍ୟେକ ନନା ପ୍ରତ୍ୟେକ ମନ୍ଦିର ହିଁ ବୁଲିବୁ। ସାଙ୍ଗ ପାଇଁ ବହୁତ ଖୁସି ହେଉଛନ୍ତି। ପୁରା ଧରି ନେଇଛି, ଛାଡ଼ୁ ହିଁ ନାହିଁ ସେ। ପୁରା ଭଲ କରି ଦେଖି ଦିଅନ୍ତି। ଆଉ ମେଳାଟା ବି ବହୁତ ଭଲ ହିଁ ଦେଖାଯାଉଛି। ଆଉ ଲାଗିଛି ବି ବହୁତ ଲୋକ ବି ଲାଗିଛନ୍ତି। ଆପଣମାନେ ଭଲ ଭାବେ ଦେଖିପାରୁଥିବେ।
ଇଏ ହେଉଛି କ'ଣ ଜାଗର ଏବେ ଆମର ଜାଗର ପାଇଁ ଦୋକାନ ଲାଇନର ଚାର୍ଜ ହବ ଜାଗର ମେଳା ତେଣୁ ଯେଉଁ ଦୋକାନୀମାନେ ଲାଇନ କରୁଛନ୍ତି ମାଧବ ବିଶ୍ୱାସ ବର୍ଷ ଥରେ ହିଁ ପଡ଼େ ଜାଣିଛନ୍ତି ସେମାନେ ବଲ୍ ଦାମ ଦେବେ ଏ ଖାଲି କନେକ୍ସନଟା ଦୋକାନମାନଙ୍କୁ ଦେଇଦେବେ ସବୁ ଦୋକାନୀମାନଙ୍କୁ ଅନୁରୋଧ କରାହଉଛି ତାଙ୍କ ଦୋକାନରେ ହିଁ ମାର୍କେଟରେ ହିଁ ବୁଲେଇକି ଦେଖାଉଛି ଶିବରାତ୍ରିରେ ଆମେ ଆସି ଜାଗର ଜାଣୁଛୁ ଟୋଟାଲ ହିଁ ଆ ଭିତରେ ହିଁ ସବୁ ହିଁ ଦୀପ ହିଁ ଜାଳୁଛନ୍ତି ମ୍ୟାଡ଼ାମ ବି ଆମର ଏଠି ନମସ୍କାର ଆପଣମାନେ ତ ମୋ ଭିଡ଼ିଓ ସବୁ ଦେଖୁଛନ୍ତି ଯଦି ମୋ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗୁଥିବ ତାହେଲେ ନିଶ୍ଚୟ ମୋତେ ଲାଇକ୍ କମେଣ୍ଟ ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ ଆପଣ ଏସବୁ କଲେ ମୁଁ ନେକ୍ସଟ ବ୍ଲଗ୍ ପାଇଁ ପ୍ରିପେୟାର ହେବି ଏତେ କହି ରହୁଛି ପୁଣି ଦେଖାଯିବ ନେକ୍ସଟ ବ୍ଲଗ୍ରେ ଜୟ ଜଗନ୍ନାଥ।